बोलबम ଯାତ୍ରା ମହିଳାଙ୍କ ବୋଲବମ୍ ଯାତ୍ରା ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସଂଗଠନ ଲେଡି ଲାୟନ ସୁର ସଙ୍ଗମ ଓ କନକ ଇଭେଣ୍ଟର ମିଳିତ ଆନୁକୂଲ୍ୟରେ ରାଉରକେଲାର ସେକ୍ଟର 3 ଜଗନ୍ନାଥ ମନ୍ଦିର ଠାରୁ ବେଦବ୍ୟାସ ପର୍ଯ୍ୟନ୍ତ ବୋଲବମ୍ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଭୟ ଅନୁଷ୍ଠାନର ମୁଖ୍ୟ ବନ୍ଦିତା ମହନ୍ତ ଓ ସ୍ୱର୍ଣ୍ଣ ପଲେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ଦନ୍ତେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଏହା ଏକ ଅନନ୍ୟ ଓ ମହିଳାମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମାଣିଙ୍କ ଫାଉଣ୍ଡେସନ ଓ ଏକତା ଫାଉଣ୍ଡେସନର ଶତାଧିକ ମହିଳା ଯୋଗଦେଇ ସେକ୍ଟର 3 ସ୍ଥିତ ମନ୍ଦିର ପ୍ରାଙ୍ଗଣରୁ ସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ବେଦବ୍ୟାସ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ସେକ୍ଟର 2 ବିଜୁ ପଟ୍ଟନାୟକ ଛକରୁ ବେଦବ୍ୟାସ ପର୍ଯ୍ୟନ୍ତ ଥିବା ପ୍ରତ୍ୟେକ ଛକର ଶିବ ଆରାଧନା ତଥା ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ମହିଳା ଯୋଗ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।